ବାର ମାସରେ 13 ପର୍ବ ଭିତରୁ ଏକ ନିଆରା ପର୍ବ ହେଉଛି ଅଗ୍ନି ପୂର୍ଣ୍ଣିମା ବା ଅଘି ଜଳା ଉତ୍ସବ। ମାଘ ମାସର ପୂର୍ଣ୍ଣିମା ତିଥିରେ ଯେତେବେଳେ ଗାଁ ଦାଣ୍ଡରେ ଚଳଚଞ୍ଚଳ ହୋଇଉଠେ ସେତେବେଳେ ମନେ ପଡ଼େ ଆମର ସେଇ ପୁରୁଣା ପରମ୍ପରା। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମିଶି କୁଟା ନଡ଼ା ଏକାଠି କରି ଗାଁ ମୁଣ୍ଡରେ ଏକ ବିରାଟ ଗଦା ସଜାଡ଼ିଥାନ୍ତି। ଅପେକ୍ଷା ଥାଏ କେବଳ ସନ୍ଧ୍ୟାକୁ। ସନ୍ଧ୍ୟା ହେଲେ ପୂଜା ଅର୍ଚ୍ଚନା ପରେ ସେଇ କୁଟା ଗଦାରେ ଅଗ୍ନି ସଂଯୋଗ କରାଯାଏ। ହରେ କୃଷ୍ଣ ହରେ ରାମ ଗାଇ ନିଆଁ ଚାରି ପାଖରେ ବୁଲିବା କିଛି ନିଆରା ଭାବ ଥିଲା। ବିଶ୍ୱାସ ଥାଏ ଏହି ନିଆଁ ଶୀତ ଋତୁକୁ ବିଦାୟ ଦିଏ ଏବଂ ବସନ୍ତକୁ ସ୍ୱାଗତ କରେ। କେବଳ ନିଆଁ ଜଳେନି, ବରଂ ଚାଷୀମାନେ ଆଗାମୀ ବର୍ଷର ଫସଲ ଆଉ ବର୍ଷାର ଅନୁମାନ କରନ୍ତି। ଆଉ ସବୁଠୁ ନିଆରା ଥାଏ ଶେଷରେ ସମସ୍ତେ ଗୋଟେ ଗୋଟେ ବାଡ଼ି ଧରି ସେଇ ନିଆଁରେ ପଡ଼ିଥିବା ନଡ଼ିଆ, ଆଳୁ, ବାଇଗଣକୁ ଖୋଜିବା ଆଉ ପ୍ରସାଦ ରୂପେ ବାଣ୍ଟି ଖାଇବାର ମଜା କିଛି ନିଆରା ଥିଲା। ସତରେ ଗାଁରେ ଏହି ପରମ୍ପରା ଆଉ ଏକତା ଏବେ ଧୀରେ ଧୀରେ ହଜିବାକୁ ଲାଗିଲାଣି।